ହ୍ୟାଲୋ ସାଙ୍ଗମାନେ, ଆସିଗଲା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବଡ଼ ନିଯୁକ୍ତି କୃଷି ବିଭାଗରେ ଦେଖନ୍ତୁ। କୃଷି ବିଭାଗରେ ବଡ଼ ନିଯୁକ୍ତି ଆସିଗଲା। ନୋ ଏକ୍ଜାମ୍ ରହିବ ନାହିଁ, ୱାକ୍ ଇନ୍ ଇଣ୍ଟରଭ୍ୟୁ ରହିବ। ଦେଖନ୍ତୁ ଆପ୍ଲାଇ ଟୋଟାଲ୍ ଫ୍ରି। ସମସ୍ତ କାଟାଗୋରୀ ପାଇଁ ଆପ୍ଲାଇ କରିବା ପାଇଁ ଟୋଟାଲ୍ ଫ୍ରି ଅଛି। ଟଙ୍କାଟେ ଦେବାକୁ ପଡ଼ିବ ନାହିଁ। 10th ପାସ୍ କରିଥିଲେ ଏଇ ଜବ୍ ଆପ୍ଲାଇ କରିପାରିବେ। ସାଲାରୀ ଦେଖିଲେ 35,000 ସାଲାରୀ ରହିବ। ଶୀଘ୍ର ଆବେଦନ କରନ୍ତୁ, ହାତ ଛଡ଼ା କରନ୍ତୁ ନାହିଁ, କାହିଁକିନା ଆପ୍ଲାଇ ଡେଟ୍ ଷ୍ଟାର୍ଟ ହୋଇସାରିଛି। ଏଜ୍, କ୍ୱାଲିଫିକେସନ୍, ସାଲାରୀ ଆଉ ଫୁଲ୍ ଆପ୍ଲାଇ ପ୍ରୋସେସ୍ ଦେଖନ୍ତୁ। ହଁ ସାଙ୍ଗମାନେ, ଆଉ ଶୀଘ୍ର ଭିଡ଼ିଓଟିକି ଲାଇକ୍ କରିଦିଅନ୍ତୁ, ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାହିଁକି ନା ନୂଆ ଜବ୍ ଗୁଡ଼ିକ ଆପଣ ପାଇପାରିବେ। ନୂଆ ଜବ୍ ଭାକାନ୍ସି ଆସିଲେ ଆପଣମାନଙ୍କ ପାଖକୁ ଆଗ ଭିଡ଼ିଓ ପଳାଇବ। ଦେଖନ୍ତୁ ଏହି ବିଶ୍ୱାସ ଟ୍ୟୁଟୋରିଆଲକୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ସାଙ୍ଗମାନେ, ଯେକୌଣସି ୱେବ୍ ବ୍ରାଉଜରରେ ଲେଖିଦେବେ ଓଡ଼ିଶା ଜିଓଭିଟି ଜବ୍ ଲେଖିକି ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଆମର ଦେଖନ୍ତୁ ଫାଷ୍ଟ ଯେଉଁ ଲିଙ୍କଟା ଆସିଛି ତାକୁ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ସ୍କ୍ରୋଲ୍ ଡାଉନ୍ କରିବେ। ଦେଖନ୍ତୁ ତଳକୁ ଆସିବେ। ଏଠି ଦେଖନ୍ତୁ ଲୋଡ୍ ମୋର୍ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆସନ୍ତୁ, ଦେଖନ୍ତୁ ସେକେଣ୍ଡରେ ଆସିଗଲା OUAT ରିକ୍ୱାରମେଣ୍ଟ 2026 ନୋଟିଫିକେସନ୍ ଆଉଟ୍ ଫର୍ ଭାରିୟସ୍ ପୋଷ୍ଟ। ଏଇଠି ଦେଖନ୍ତୁ 10th ପାସ୍, ୟାରି ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆକୁ କ୍ଲୋଜ୍ କରିଦିଅନ୍ତୁ। କ୍ଲୋଜ୍ କଲା ପରେ ଦେଖନ୍ତୁ ଡନ୍ ଉପରେ କ୍ଲିକ୍ କରି ଏପଟୁ ଦେଖନ୍ତୁ ତଳ ଏମିତି ଗୋଟେ ଇଣ୍ଟରଫେସ୍ ଆସିବ। ତଳୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ। ଦେଖନ୍ତୁ OUAT ରିକ୍ୱାରମେଣ୍ଟ 2026 ଡିଟେଲ୍ସ। ଅର୍ଗାନାଇଜେସନ୍ ନେମ୍ ହେଉଛି OUAT ଭୁବନେଶ୍ୱର। ଟାଇପ୍ ଅଫ୍ ଜବ୍ଟି ରହିଲା ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ ରହୁଛି। କାଟାଗୋରୀ ଦେଖନ୍ତୁ ଗଭର୍ଣ୍ଣମେଣ୍ଟ ଜବ୍ ରହିବ। ନେମ୍ ଅଫ୍ ଦ ପୋଷ୍ଟ କ'ଣ? କନସଲଟାଣ୍ଟ, ୟଙ୍ଗ ପ୍ରଫେସନାଲ୍, ଫିଲ୍ଡ ଆଣ୍ଡ ଲ୍ୟାବ୍ ହେଲ୍ପର ଆଣ୍ଡ ଆସିଷ୍ଟାଣ୍ଟ। ଦେଖନ୍ତୁ ଆପ୍ଲିକେସନ୍ ମୁଡ୍ ରହିବ ଇଣ୍ଟରଭ୍ୟୁ, ୱାକ୍ ଇନ୍ ଇଣ୍ଟରଭ୍ୟୁରେ ରହିବ। ଅଫଲାଇନ୍ ମୁଡ଼୍ରେ ରହିବ। ସ୍ପିଡ୍ ପୋଷ୍ଟ କରିପାରିବେ, ରେଜିଷ୍ଟର ପୋଷ୍ଟ କରିପାରିବେ। ହୁ କ୍ୟାନ୍ ଆପ୍ଲାଏ? ଦେଖନ୍ତୁ ଓଡ଼ିଶାର ଅଲ୍ କ୍ୟାଣ୍ଡିଡେଟ୍ସ ପକାଇ ପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ଓଡ଼ିଶା ଭିତରେ ରହିବ, ଓଡ଼ିଶା ଭୁବନେଶ୍ୱର। ଇଣ୍ଟରଭ୍ୟୁ ଡେଟ୍ ରହୁଛି 31/7/2026। ଲାଷ୍ଟ ଡେଟ୍ ହେଉଛି ଆମର 12/8/2026। ଜେଣ୍ଡର ଦେଖନ୍ତୁ ବୋଥ୍ ମେଲ୍ ଆଣ୍ଡ ଫିମେଲ୍, ପୁଅ ଏବଂ ଝିଅ ଆପ୍ଲାଏ କରିପାରିବେ। ତଳକୁ ଆସନ୍ତୁ। ଦେଖନ୍ତୁ ରହିଲା ୟଙ୍ଗ ପ୍ରଫେସନାଲ୍ କ୍ୟାଣ୍ଡିଡେଟ୍ ସୁଡ୍ ହାଭ୍ କମ୍ପ୍ଲିଟେଡ୍ MSc ସୋସିଆଲ ସାଇନ୍ସ କରିଥିବା ଦରକାର। ଫିଲ୍ଡ ଆଣ୍ଡ ଲ୍ୟାବ୍ ହେଲ୍ପର ରହୁଛି 10th ପାସ୍। ଆସିଷ୍ଟାଣ୍ଟ 10th ପାସ୍। ଦେଖନ୍ତୁ ତଳକୁ ଆସନ୍ତୁ। କନସଲଟାଣ୍ଟ ଗୋଟିଏ ପୋଷ୍ଟ ଅଛି, ୟଙ୍ଗ ପ୍ରଫେସନାଲ୍ ଗୋଟିଏ ପୋଷ୍ଟ ଅଛି, ଫିଲ୍ଡ ଆଣ୍ଡ ଲ୍ୟାବ୍ ହେଲ୍ପର ରହିଛି ଗୋଟିଏ ପୋଷ୍ଟ, ଆସିଷ୍ଟାଣ୍ଟ ହେଉଛି 31ଟି ପୋଷ୍ଟ ରହିଛି। ଦେଖନ୍ତୁ ଏଜ୍ ଲିମିଟ୍ ଦେଖିବାକୁ ଗଲେ ମିନିମମ୍ ଦେଖନ୍ତୁ ମିନିମମ୍ ଆମର 18ରୁ ମିନିମମ୍ ଦେଇନି। ମାକ୍ସିମମ୍ ଏଜ୍ ହେଉଛି 35ରୁ 45 ବର୍ଷ, 70 ବର୍ଷ ପର୍ଯ୍ୟନ୍ତ ବି ଦେଇଛି। ଏଜ୍ ରିଲାକ୍ସେସନ୍ ଆଜ୍ ପର୍ ଗଭର୍ଣ୍ଣମେଣ୍ଟ ରୁଲ୍ସ ଫର୍ OBC ଷ୍ଟୁଡେଣ୍ଟସ୍। OBCଙ୍କ ପାଇଁ 3 ବର୍ଷ ରହିଛି। SC ST PWD ରହିଛି 5 ବର୍ଷ। ଏକ୍ସ ସର୍ଭିସମ୍ୟାନ୍ 5 ବର୍ଷ ରହିଛି। PWD SC ST 15 ବର୍ଷ ରହିଛି। ରିଲାକ୍ସେସନ୍ ଫର୍ ମୋର୍ ଇନଫର୍ମେସନାଲ୍ ଦେଖନ୍ତୁ ପ୍ଲିଜ୍ ଭିଜିଟ୍ ଅଫିସିଆଲ ୱେବସାଇଟ୍ କି ଯାଇକି ଆପଣମାନେ ଅଧିକ ଦେଖିପାରିବେ। ସାଲାରୀ ଦେଖନ୍ତୁ କନସଲଟାଣ୍ଟର ପାଇଁ ରହୁଛି 50,000 ପର୍ ମନ୍ଥ। ୟଙ୍ଗ ପ୍ରଫେସନାଲ୍ ରହୁଛି 35,000 ପର୍ ମନ୍ଥ ରହିବ। ଆମର ଫିଲ୍ଡ ଆଣ୍ଡ ଲ୍ୟାବ୍ ହେଲ୍ପର ରହିବ 18,000। ଆସିଷ୍ଟାଣ୍ଟ ରହିବ 15,000ରୁ 20,000 ରହିବ। ଦେଖନ୍ତୁ କ୍ୟାଣ୍ଡିଡେଟ୍ସ ସିଲେକ୍ଟେଡ୍ ବାଇ ପ୍ରୋସେସ୍ ଅଫ୍ ୱାକ୍ ଇନ୍ ଇଣ୍ଟରଭ୍ୟୁରେ କ୍ୟାଣ୍ଡିଡେଟ୍ ମାନେ ସିଲେକ୍ଟ ହୋଇପାରିବେ। ଦେଖନ୍ତୁ ଫର୍ ଜେନେରାଲ୍ କ୍ୟାଣ୍ଡିଡେଟ୍ ଫିସ୍ ରହୁଛି ଆମର ସମସ୍ତଙ୍କ ପାଇଁ ଫ୍ରି ଫିସ୍ ରହୁଛି। ଟୋଟାଲ୍ ଟଙ୍କାଟେ କାହାକୁ ଦେବାକୁ ପଡ଼ିବ ନାହିଁ। ଫର୍ SC ST କ୍ୟାଣ୍ଡିଡେଟ୍ ସମସ୍ତଙ୍କ ପାଇଁ ଫ୍ରି ରହୁଛି। ଦେଖନ୍ତୁ କ୍ୱାଲିଫିକେସନ୍ ଦେଖିବାକୁ ଗଲେ ଆମର କ୍ୱାଲିଫିକେସନ୍ ସାର୍ଟିଫିକେଟ୍ କ'ଣ ଡକୁମେଣ୍ଟ ଦରକାର? କ୍ୱାଲିଫିକେସନ୍ ସାର୍ଟିଫିକେଟ୍ 10th +2 +3 ସବୁ ଦରକାର ହେଉଛି।
जहाँ करेंगे जदि 10th करथिबे 10th सर्टिफिकेट +2 करथिले +2 सर्टिफिकेट +3 करथिले ग्रेजुएशन करथिले +3 सर्टिफिकेट दरकार इंडिकेट्स द डेट ऑफ बर्थ जो सर्टिफिकेट रे डेट ऑफ बर्थ मेंशन होइथिबो ता दरकार 2 रिसेंट कलर पासपोर्ट साइज फोटो कास्ट सर्टिफिकेट जदि थिबो कास्ट सर्टिफिकेट देबे जदि एक्सपीरियंस सर्टिफिकेट थिबो ताले देबे आईडी प्रूफ रे आधार कार्ड नै जिवे किछि असुविधा नै अप्लाई स्टार्टेड ऑलरेडी स्टार्ट हो सारी अप्लाई लास्ट डेट देखु 8/12/2026 8/12/2026 रही इंटरव्यू डेट रही 31/7/2026 देखु तलू तल स्क्रोल डाउन करेंगे इम्पोर्टाट लिंक रोचे पोस्टाल एड्रेस देखु OUAT भुवनेश्वर 75103 ओडिशा ये पोस्टाल एड्रेसटा रोचे ये एड्रेस टी रोचे नोटिफिकेशन PDF लिंक ऊपर क्लिक करदे देखो वेबसाइट रोचे ऑफिशियल वेबसाइट जावाई यहाँ क्लिक करेंगे देखो आमर नोटिफिकेशन PDF ऊपर क्लिक करंतु क्लिक कला पर देखंतु आमर नोटिफिकेशन टी पळे आसी 7/13 नोटिफिकेशन टी आसी देखंतु वर्तमान कंसल्टेंट 50,000 देखो रिटायर्ड प्रोफेसर मान केवल अप्लाई करें यंग प्रोफेशनल रहा 35,000 आ फील्ड एंड लैब हेल्पर रहा आमर 18,000 रोची देखंतु ये फील्ड एंड हेल्पर पाई मैट्रिकुलेशन केवल 10th पास करथिले आपण पकई पारिबे आउ आमर रहा यंग प्रोफेशनल रोची MSc जे करथिबे देखंतु तापर तळु तळु को आसीबे देखंतु ये फॉर्म टी डाउनलोड करेंगे डाउनलोड करिकी एठे पासपोर्ट साइज फोटो गोटे लगे पारिबे आउ आमर ये फुल नेम लिखिदेवे फुल नेम एड्रेस कम्युनिकेशन मोबाइल नंबर टी लिखिबे डेट ऑफ बर्थ प्लेस लिखिदेवे होम स्टेट यूठार लिखिदेवे डिस्ट्रिक्ट ये लिखिदेवे नेशनलिटी लिखिबे तापर आमर मेल की फीमेल लिखिदेवे तापरे आसला मैरिटल ये गोटे सब फिलअप करदे फिलअप करदे एजुकेशनल क्वालिफिकेशन देखो ये फिलअप करेंगे तापर आमर तलू को आसला ये देखु ये सब आम 10th कौटे बोर्ड कौटी होता यहाँ सब फिलअप करेंगे एगुड़ा सब फिलअप कर सारापर आसतु ये देखो सिग्नेचर करके आउ डेट प्लेस लिखिकी आपण मैंने स्पीड पोस्ट कि रजिस्टर पोस्ट करें देखो जदि भिडियोटी आपको भल लगी ताले लाइक करूँ चैनल टी सब्सक्राइब करूँ कहीं नुआ जॉब रो नोटिफिकेशन आपण मैंने पाई परिबे।